ପୁରୀ ଆନନ୍ଦ ବଜାରରେ ଘଟିଲା ଲମଟାଙ୍କୁରା ଘଟଣା। ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଭିତରେ ଘଟିଛି ହୃଦୟ ବିଦାରକ ଘଟଣା। ଭକ୍ତ ପାଇଁ ଭଗବାନ ରଚିଥିଲେ ଏହିଭଳି ଲୀଳା। ଏମିତି ମାୟା ଲଗାଇଲେ ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସ୍ୱାମୀ ସ୍ତ୍ରୀଙ୍କ ସହ ଘଟିଗଲା ଏକ ଅଦ୍ଭୁତ ଲମଟାଙ୍କୁରା ଘଟଣା। ତ ଦର୍ଶକ ବନ୍ଧୁ, ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣ ଯଦି ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଟିକିଏ ହେଲେ ବି ବିଶ୍ୱାସ କରୁଥାନ୍ତି, ଆଉ ପ୍ରଭୁ ଜଗନ୍ନାଥଙ୍କୁ ନିଜର ଆରାଧ୍ୟ ମାନୁଥାନ୍ତି ଏବଂ ନିଜକୁ ଓଡ଼ିଆ ବୋଲି ଗର୍ବ କରୁଥାନ୍ତି, ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ପୁରୀ ଶ୍ରୀମନ୍ଦିରରେ ଚାରିଦ୍ୱାର ଖୋଲିବା ପରେ ଏବେ ଦେବସ୍ନାନ ପୂର୍ଣ୍ଣିମା ଦେଖିବାକୁ ବାହାରିଥିଲେ ବିମଲ ବାବୁ ଆଉ ତାଙ୍କ ଧର୍ମପତ୍ନୀ ବର୍ଷାରାଣୀ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଦେଉଳପଡ଼ା ଗ୍ରାମର ବିମଳ ଚରଣ ବିଦେବୀ, ବୟସ 45 ବର୍ଷ। ବିମଳ ବାବୁ ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି। ତାଙ୍କ ବାହାଘରକୁ ପ୍ରାୟ 8 ବର୍ଷ ହୋଇଗଲାଣି, କିନ୍ତୁ ବାହାଘରକୁ ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଏପର୍ଯ୍ୟନ୍ତ କୋଳରେ ସନ୍ତାନଟିଏ ଦେଇନାହାନ୍ତି ମହାପ୍ରଭୁ। ସେଥିପାଇଁ ବହୁତ ଅଭିମାନ ସେହି କାଳିଆ ସାଆନ୍ତଙ୍କ ଉପରେ। ପ୍ରାୟ ସବୁବେଳେ ପ୍ରଭୁଙ୍କର ଦର୍ଶନ ପାଇଁ ଆସୁଥିବା ବିମଳ ବାବୁ ଗତ 4 ବର୍ଷ ହେଲା ଆଉ ଆସିନଥିଲେ ପୁରୀ। କେତେ ମାନସିକ ବ୍ରତ କରିଥିଲେ ସେହି ମହାପ୍ରଭୁଙ୍କ ପାଖରେ, କିନ୍ତୁ କୋଳରେ ପିଲାଟିଏ ହେଲାନି। ସେଥିପାଇଁ ଅଭିମାନରେ ପୁରୀ ଆସିବା ବନ୍ଦ କରିଦେଇଥିଲେ ସେ। କିନ୍ତୁ ଅଭିମାନରେ ପୁରୀ ଆସିବା ବନ୍ଦ କରିଦେଇଥିଲେ ସିନା, କିନ୍ତୁ କେତେ ଦିନ ଆଉ ସେ ମନୁଆ ଠାକୁର ଉପରେ ଅଭିମାନ କରି ରହିବେ ବିମଲ ବାବୁ। ନିଜକୁ ଆଉ ସମ୍ଭାଳି ପାରିଲେନି ବିମଲ ବାବୁ। ଏପଟେ ମହାପ୍ରଭୁଙ୍କର ପରିକ୍ରମା ପ୍ରକଳ୍ପ ସରିଲାଣି। ଶ୍ରୀମନ୍ଦିରରେ ଚାରିଦ୍ୱାର ମଧ୍ୟ ଖୋଲା ହେଲାଣି। ପୁଣି ଆଗକୁ ରଥଯାତ୍ରା ଆସୁଛି। କେତେ ବା ଆଉ ଅଭିମାନ କରିଥାନ୍ତେ। ଶେଷରେ ଆଉ ମହାପ୍ରଭୁଙ୍କର ସ୍ନାନ ଯାତ୍ରା ଦେଖିବା ପାଇଁ ସ୍ତ୍ରୀଙ୍କୁ ଧରି ପୁରୀ ବାହାରି ପଡ଼ିଲେ ବିମଲ ବାବୁ। ସ୍ନାନ ଯାତ୍ରାର 2 ଦିନ ଆଗରୁ ଆସି ପହଞ୍ଚିଗଲେ ପୁରୀରେ। ହୋଟେଲରେ ରହି ବୁଲାବୁଲି କରି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଆଉ ଗଜାନନ ବେଶ ଦେଖି ଫେରିବାର ଯୋଜନା କରିଥିଲେ ସେମାନେ। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ପୁରୀରେ ଆସି ପହଞ୍ଚିବା ପରେ ତାଙ୍କ ସହ ଗୋଟେ ଏମିତି ଏକ ଘଟଣା ଘଟି ଯାଇଥିଲା, ତାହା ଶୁଣିଲେ ଆପଣମାନଙ୍କର ମଧ୍ୟ ଲୋମମୂଳ ଟାଙ୍କୁରି ଉଠିବ। ତାଙ୍କ ସହ ଗୋଟେ ପରେ ଗୋଟେ ବିପଦ ମାଡ଼ି ଆସିଲା ପରି ଘଟଣା ଘଟି ଚାଲିଲା। ସତେ ଯେମିତି ବିପଦ ସବୁ ତାଙ୍କୁ ଚାରିଆଡ଼ୁ ଘେରି ବସିଥିଲା। ପ୍ରଥମେ ବସ୍ରୁ ଓହ୍ଲାଇବା ବେଳେ ବସ୍ର ଡୋରଟି ବିମଲ ବାବୁଙ୍କ ଗୋଡ଼ରେ ଜୋରରେ ମାଡ଼ ହୋଇଯାଇଥିଲା। ତାଙ୍କ ଗୋଡ଼ରୁ ବହୁତ ରକ୍ତସ୍ରାବ ହେଲା। ବିମଲ ବାବୁଙ୍କର ଏମିତି ଅବସ୍ଥା ଦେଖି
ପାଖରେ ଥିବା 3-4 ଜଣ ଯୁବକ ତାଙ୍କ ପାଖକୁ ଆସି ତାଙ୍କୁ ମେଡିକାଲ ନେଇ ଯାଇଥିଲେ ସେଦିନ। କିନ୍ତୁ ପରେ ପୁଣି ଘଟିଲା ଆଉ ଏକ ଘଟଣା। କିଛି ଯୁବକ ତାଙ୍କୁ ମେଡିକାଲକୁ ଆଣି ତାଙ୍କର କ୍ଷତ ଜାଗାକୁ ଡ୍ରେସିଂ କରିଦେଲେ। ଆଉ ସେହି ଭିତରେ କିଏ ଜଣେ ଦୁର୍ବୃତ୍ତ ତାଙ୍କର ଟ୍ରିଟମେଣ୍ଟ ହେବା ସମୟରେ ତାଙ୍କର ପର୍ସ ଆଉ ମୋବାଇଲ ନେଇ ଚାଲିଗଲା। କିଏ ନେଲା, କେତେବେଳେ ନେଲା, ତାଙ୍କର କିଛି ଠିକ୍ ଠିକଣା ସେ ଏତେ ପର୍ଯ୍ୟନ୍ତ ପାଇନାହାନ୍ତି। ମନେ ପଡ଼ିବା ବେଳକୁ ଆଉ କିଛି ବାକି ନଥିଲା। କ'ଣ କରିବେ ତାହା ଭାବି ସେ ପୁରା ଚିନ୍ତିତ ହୋଇପଡ଼ିଥାନ୍ତି। ସେମାନଙ୍କୁ ଆଉ କିଛି ବି ବୁଦ୍ଧି ବାଟ ଦେଖାଯାଉନଥାଏ। ପାଖରେ ତାଙ୍କର କାଣି କଉଡ଼ିଟିଏ ବି ନଥାଏ କି ଗୋଡ଼ରେ ଆଘାତ କାରଣରୁ ବେଶୀ ବାଟ ଚାଲିବାକୁ ବି ଆଉ ଶକ୍ତି ନଥିଲା ତାଙ୍କ ପାଖରେ। ଶେଷରେ ଆଉ କିଛି ଉପାୟ ପାଇଲେ ନାହିଁ ସ୍ୱାମୀ ସ୍ତ୍ରୀ। ସ୍ତ୍ରୀ କହିଲେ ଯେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କର ଟିକେ ଦର୍ଶନ କରିବା। କେମିତି ବା ଦର୍ଶନ କରିପାରିବେ? ତାଙ୍କ ସ୍ୱାମୀର ତ ଏହିପରି ଅବସ୍ଥା। ଫେରିଯିବେ ଆଉ ପୁରୀରେ ରହିବେ ନାହିଁ। ଏହାପରେ ଦୁହେଁ ବହୁତ କଷ୍ଟରେ ଚାଲି ଚାଲି କାଳିଆ ସାଆନ୍ତଙ୍କୁ ପାଖକୁ ଯିବା ପାଇଁ ନିଷ୍ପତ୍ତି ନେଲେ। ସେଦିନ ମନ୍ଦିରରେ ଏତେ ଗହଳି। ସେଦିନ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ସେଦିନ କଷ୍ଟକର ହୋଇପଡ଼ୁଥାଏ। ଆଉ ଏପଟେ ସ୍ୱାମୀଙ୍କର ଗୋଡ଼ର ଅବସ୍ଥା ଏହିପରି। ତ କିଭଳି ଭାବରେ ସେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ? କାରଣ ବିମଳ ବାବୁଙ୍କ ଗୋଡ଼ର ଅବସ୍ଥା କିଛି ବି ଭଲ ନଥିଲା। ସେ ଏତେ ଠେଲା ପେଲା ରେ ଯାଇ କେମିତି ମହାପ୍ରଭୁଙ୍କର ଦର୍ଶନ କରିବେ? କିନ୍ତୁ ମନରେ ବହୁତ ଇଚ୍ଛା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ। ଏତେ ବାଟରୁ ଆସିଛି ଯେତେବେଳେ କଷ୍ଟ ହେଲେ ବି ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବିମଲ ବାବୁ। ଆଉ ସ୍ତ୍ରୀଙ୍କ ହାତ ଧରି ଧୀରେ ଧୀରେ ଯାଇ ମହାପ୍ରଭୁଙ୍କର ଦର୍ଶନ କଲେ। କିନ୍ତୁ ଏତେ ଗହଳିରେ ସେ ଠାକୁରଙ୍କର ମୁହଁ ଆଉ ଦେଖିପାରିଲେ ନାହିଁ। ଉତ୍ତର ଦ୍ୱାରରେ ସେମାନେ ପୁଣି ମନ୍ଦିରରୁ ବାହାରି ଆସିଲେ। ମନ୍ଦିରରୁ ଫେରିବା ପରେ ନଜର ପଡ଼ିଗଲା ଆନନ୍ଦ ବଜାର ଆଡ଼େ। ଭକ୍ତମାନେ ଅଭଡ଼ା ଅନ୍ନ ଆଣିବାରେ ବ୍ୟସ୍ତ ଥାନ୍ତି। ଆଉ କିଏ କିଏ ବସି ଖୁବ୍ ଆନନ୍ଦରେ ଅଭଡ଼ା ଖାଉଥାନ୍ତି। ମହାପ୍ରଭୁଙ୍କ ନିକଟକୁ ଆସି ଯଦି ତାଙ୍କର ଅଭଡ଼ା ଟିକିଏ ନ ପାଇଲେ ତାହେଲେ ଏ ଜୀବନଟା ଧିକ୍ ବୋଲି ସେ ଭାବୁଥାନ୍ତି। କିନ୍ତୁ କ'ଣ କରିବେ? ପରିସ୍ଥିତି ତ ତାଙ୍କୁ ଏହି ବିପଦରେ ପକାଇ ଦେଇଛି। ଏହିପରି ଭାବି ସେ ନିଜକୁ ପାପୀ ଭଳି ଭାବି ସେଇ ଶ୍ରୀମୁଖଙ୍କ ଆଗକୁ ଅନେଇ ଭୋ ଭୋଇ କାନ୍ଦି କହୁଥାନ୍ତି, ହେ ଜଗତର ନାଥ ଜଗନ୍ନାଥ, ହେ କାଳିଆ ସାଆନ୍ତ, ପ୍ରତ୍ୟେକ ବର୍ଷ ମୁଁ ଆପଣଙ୍କୁ ଦର୍ଶନ କରିବାକୁ ଆସିଥାଏ। କିନ୍ତୁ କିଛି ବର୍ଷ ଅଭିମାନ ପରେ ଯେତେବେଳେ ମୁଁ ଆପଣଙ୍କ ପାଖକୁ ଆପଣଙ୍କର ଦର୍ଶନ କରିବାକୁ ଆସିଲି, ଆପଣ ମୋ ସହିତ କି ପରୀକ୍ଷା ନେଉଛନ୍ତି ପ୍ରଭୁ? କି ଦଣ୍ଡ ଦେଉଛନ୍ତି ପ୍ରଭୁ?
ମୋ ଜୀବନ ପଛେ ନେଇ ଯାଆନ୍ତୁ ପ୍ରଭୁ। ଆପଣଙ୍କର ଏହି ସ୍ୱର୍ଗ ଦ୍ୱାରରେ ମୁଁ ମୋ ଜୀବନ ପଛେ ଦେଇଦେବି, କିନ୍ତୁ ମୋ ସହିତ ଏମିତି କରନ୍ତୁନି ମହାପ୍ରଭୁ। ମୋ ସଙ୍ଗରେ ଆସିଥିବା ଏଇ ମୋ ନିରୀହ ସ୍ତ୍ରୀଟିକୁ ଏମିତି କାହିଁ ଦଣ୍ଡ ଦେଉଛନ୍ତି ପ୍ରଭୁ? ମହାପ୍ରଭୁ, ଆପଣ ମୋତେ ଦଣ୍ଡ ଦେଲେ ତ ଦେଲେ, କିନ୍ତୁ ମୋ ସାଙ୍ଗରେ ଆସିଥିବା ମୋ ଅସହାୟ ସ୍ତ୍ରୀଟାକୁ ବି ଆଜି ତମେ ଏତେ ବଡ଼ ଦଣ୍ଡ ଦେଉଛ ମହାପ୍ରଭୁ। ଏମିତି କହି ଅଭିମାନ କରି ଆଖିରୁ 2 ଧାର ଲୁହ ଗଡ଼ାଇ ସେ କାନ୍ଦିବାକୁ ଲାଗିଲେ ମହାପ୍ରଭୁଙ୍କୁ ଚାହିଁ। କିନ୍ତୁ ଏହାପରେ ହଠାତ୍ ତାଙ୍କ ସାଙ୍ଗରେ ଏମିତି ଘଟିଯିବ ସେ କେବେ ସୁଦ୍ଧା ଭାବିନଥିଲେ। ହଠାତ୍ ଏକ 6 ଫୁଟ ଲମ୍ବର କଳା ଯୁବକ ଆସି ତାଙ୍କୁ କହୁଥାଏ, ବାବୁ, ଏ ଅଭଡ଼ା ଟିକିଏ ମୋ ପାଖରୁ କିଣି ନେବେ। ମୁଁ ଏଇ ଅଭଡ଼ା କିଣିଥିଲି ଖାଇବା ପାଇଁ, କିନ୍ତୁ ମୋର ଭାଗ୍ୟ ନାହିଁ ଏ ଅଭଡ଼ା ଖାଇବାକୁ। ମୋର ଜରୁରୀ କାମ ପଡ଼ିବାରୁ ମୁଁ ଏବେ ଚାଲିଯିବି। ତୁମେ ମୋ ପାଖରୁ ଏଇ ଅଭଡ଼ା କିଣିନିଅ ବାବୁ। ଅଭଡ଼ା କିଣିବା କଥା ଯେତେବେଳେ ବିମଲ ବାବୁ ଶୁଣି ନିଅନ୍ତି, ଆଖିରୁ ଟପା ଟପା ଲୁହ ଗଡ଼ାଇ ପକାନ୍ତି ବିମଲ ବାବୁ ଏବଂ କୁହନ୍ତି, ମୁଁ ଠିକ୍ ବୁଝିପାରିଛି, ଆପଣ ହିଁ ଛଦ୍ମବେଶରେ ମୋ ପାଖକୁ ଆସିଥିଲେ ଏବଂ ଆପଣ ହିଁ ଆଜି ମୋତେ ସାହାଯ୍ୟ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଜୟ ଜଗନ୍ନାଥ।